हेलो फ्रेंड्स, वेलकम टू माय यूट्यूब चैनल। तो पिलाମାନେ आशा କରୁଛି ସମସ୍ତେ ଭଲରେ ଥିବେ। ତ ଏ ବର୍ଷ ତୁମର 2026 ର ଆଉ ଗୋଟେ ଭେକେନ୍ସି ଆସିଛି, ଯୋଉଟା କି ତୁମେ ଦେଖିପାରୁଛ, ଯୋଉଟା କି ଗ୍ରାମୀଣ ଡାକ ସେବକ ଜିଡିଏସ୍ ର ଗୋଟେ ରିକ୍ୱାରମେଣ୍ଟ ବାହାରି ଆସିଛି, ଯୋଉଟା କି ତୁମେ ଦେଖିପାରୁଛ, ଯୋଉଟା କି ତୁମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ ଆସୁଛି। ଠିକ ଅଛି। ଯଦି ଆମେ ଭେକେନ୍ସି ଯଦି ଆମେ ଟୋଟାଲ ଦେଖିବା, ତୁମର ଏଠି ସାର୍କେଲ ଆଉ ଡିଭିଜନ ତୁମର ରହିବ। ତୁମର ସବୁ ନିଜ ବ୍ଲକରେ ବି ତୁମର ଯାହା ବି ତୁମର ପୋଷ୍ଟ ଅଫିସ ରହୁଛି, ବ୍ଲକ ହଉ, ତୁମର ପଞ୍ଚାୟତ ହଉ, କିମ୍ବା ଯେକୌଣସି ତୁମ ଡିଷ୍ଟ୍ରିକ୍ଟ କି ପାଇଁ ହଉ ନା କାହିଁକି, ତୁମର ଏଠି ତୁମେ ତୁମର ସାର୍କେଲ ଚୁଜ୍ କରିଦେଲ। ଠିକ ଅଛି। ତୁମର କୋଉ ସାର୍କେଲରେ ତୁମେ ଯିବା ପାଇଁ ଚାହୁଁଛ। ଠିକ ଅଛି। ଯଦି ଅଦର ଷ୍ଟେଟ ର ଯଦି ହେଇଥିବ, ତାହେଲେ ତୁମେ ଷ୍ଟେଟ ହିସାବରେ ସାର୍କେଲ ପକେଇଦେଲ। ଠିକ ଅଛି। ଯଦି ଆମର ଓଡ଼ିଶା ସାର୍କଲ ଦେଖିବା, କାରଣ ଯେହେତୁ ଆମେ ଓଡ଼ିଶାର ପୋଷ୍ଟ ଆମେ ଆପ୍ଲାଏ କରିବା ପାଇଁ ଚାହୁଁଛେ, ତେଣୁ ଆମେ ଓଡ଼ିଶାର ସାର୍କଲଟା ଆମେ ଦେଖୁଛେ। ତାପରେ ତୁମର ଡିଭିଜନ ଦେଖିବ ପିଲାମାନେ। ଡିଭିଜନ ହଉଛି ତୁମର ଦେଖିପାରୁଛ ଆସ୍କା, ବଲାଙ୍ଗୀର, ବାଲେଶ୍ୱର, ବ୍ରହ୍ମପୁର, ପିଜି, ଠିକ ଅଛି, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଯାଜପୁର, କେଉଁଝର, ଏମିତି ସବୁ ଡିଭିଜନ ତୁମର ଟୋଟାଲ ଯେତିକି ଡିଭିଜନ ରହିଛି ସବୁ ରହିଲା। ତ ତୁମେ ତୁମର ଡିଭିଜନ ୱାଇଜ ତୁମେ ତୁମର ପକେଇଦବ, ଯୋଉ ଡିଭିଜନରେ ତୁମର ପୋଷ୍ଟ ଭେକେନ୍ସି ଥିବ ପକେଇଦେଲ। ଠିକ ଅଛି। ଯଦି ଆମେ ନୋଟିଫିକେସନ ପ୍ରଥମେ ଆଗ ଦେଖିବା ଟିକେ ପିଲାମାନେ, ତୁମର ଇମ୍ପୋର୍ଟାଣ୍ଟ ଡେଟ୍ ଯୋଉଟା କି ତୁମ ରେଜିଷ୍ଟ୍ରେସନ, ଯଦି ତୁମେ ରେଜିଷ୍ଟ୍ରେସନ କରିନ, ରେଜିଷ୍ଟ୍ରେସନ ବି ମୁଁ ତୁମକୁ କହିଦେବି କେମିତି ରେଜିଷ୍ଟ୍ରେସନ କରିବ। ତୁମର ରେଜିଷ୍ଟ୍ରେସନ ଡେଟ୍ ରହୁଛି ଦେଖିପାରୁଛ ପିଲାମାନେ 30/1/2026 ରୁ ଅଲରେଡି ଷ୍ଟାର୍ଟ ହେଇସାରିଛି। ଏଣ୍ଡ ଡେଟ୍ ରହିଛି 14 ଫେବୃଆରୀ 2026। ଠିକ ଅଛି ପିଲାମାନେ, 14 ଫେବୃଆରୀ 2026 ହଉଛି ତୁମର ଲାଷ୍ଟ ଡେଟ୍ ରହିଲା। ତାପରେ ତୁମର ଆପ୍ଲିକେସନ ସବମିଟ ତୁମର ଲାଷ୍ଟ ଡେଟ୍ କେତେ ରହିଲା ନା 16 ଜାନୁଆରୀ। ମାନେ ତୁମର ରେଜିଷ୍ଟ୍ରେସନ ର 2 ଦିନ ତୁମକୁ ଟିକେ ଏକ୍ସଟେନସନ ଦିଆଗଲା, 2 ଦିନ ତୁମକୁ ଟାଇମ ଦିଆଯିବ, ଯୋଉଟା କି ତୁମର ଆପ୍ଲିକେସନ ସବମିଟ କରିବା ପାଇଁ। ଯଦି ତୁମର କିଛି ଯଦି ଭୁଲ ଭାଲ ଯଦି କିଛି କରିଦେଲ, କିଛି ଡକୁମେଣ୍ଟ ଯଦି ଭୁଲ ଭାଲ କରିଦେଲ, ଯଦି କିଛି ଭୁଲ ଭାଲ ଡକୁମେଣ୍ଟ ଦେଇଛ, ତାହେଲେ ତୁମେ କରେକ୍ସନ ମଧ୍ୟ କରିପାରିବ। କରେକ୍ସନ ପାଇଁ ତୁମକୁ ଆଉ 2 ଦିନ ତୁମକୁ ଟାଇମ ଦିଆଯିବ ପିଲାମାନେ ଦେଖିପାରୁଛ, ଯୋଉଟା କି ତୁମ 17 ତାରିଖରୁ 18 ତାରିଖ, ମାନେ ଦିନରେ ତୁମକୁ ଟାଇମ ଦିଆଯିବ। ସେଇ 17 ତାରିଖ ଏବଂ 18 ତାରିଖ ପାଇଁ 2 ଦିନ ଭିତରେ ତୁମେ କରେକ୍ସନ କରିବ। ଠିକ ଅଛି। ତାହେଲେ ଏବେ ତୁମେ ଦେଖିବା ଯେ ରେଜିଷ୍ଟ୍ରେସନ ତୁମେ କେମିତି କରିବ। ରେଜିଷ୍ଟ୍ରେସନ କେମିତି କରିବ, ଏଠି ପିଲାମାନେ ଦେଖିପାରୁଛ, ଯୋଉଟା କି ଉପରେ ଗୋଟେ ଲେଖା ହେଇଛି ଲଗ୍ଇନ ଆଣ୍ଡ ରେଜିଷ୍ଟର। ଠିକ ଅଛି। ତାହେଲେ ୟାର ୱେବସାଇଟ ଟା ବି ମଧ୍ୟ ମୁଁ ତୁମକୁ କହିଦେବି, ନହେଲେ ମୁଁ ଡେସ୍କ୍ରିପସନରେ ଲିଙ୍କ ମଧ୍ୟ ଦେଇଦେବି। ତୁମେ ଯାଇକି ମଧ୍ୟ ସେଠି ଯାଇକି ଚେକ୍ କରିପାରିବ। ଏଠି ତୁମେ ଦେଖିପାରୁଛ ପିଲାମାନେ, ଏଇଟା ହଉଛି ତୁମର ୱେବସାଇଟ ହେଲା, indiapost.gov.in// ଦେଇକି GDS ଅନଲାଇନ ଏନଗେଜମେଣ୍ଟ। ଠିକ ଅଛି। ନହେଲେ ୟାର ଲିଙ୍କ ଟା ମୁଁ ତୁମକୁ ଡେସ୍କ୍ରିପସନରେ ଦେଇଦେବି, ତାକୁ ତୁମେ କ୍ଲିକ୍ କରିକି ମଧ୍ୟ ତୁମେ ତୁମର ରେଜିଷ୍ଟ୍ରେସନ କରିବ। ତାପରେ ଏଠି ଦେଖିପାରୁଛ ଯୋଉଟା ଲେଖା ହେଇଛି ଦେଖ, ଲଗ୍ଇନ ଆଣ୍ଡ ରେଜିଷ୍ଟର। ଏଠି ତୁମେ କ୍ଲିକ୍ କରିବ, ନଚେତ ତୁମେ ନହେଲେ ସଭା ତଳକୁ ପଳେଇବ। ଏଠି ଦେଖ ଲେଖା ହେଇଛି କ୍ଲିକ୍ ହିଅର ରେଜିଷ୍ଟର ଆପ୍ଲାଏ। ଠିକ ଅଛି। ତେଣୁ ସେଇଠି ତୁମେ ଆଗ କ୍ଲିକ୍ କଲ। ସେଠି କ୍ଲିକ୍ କଲା ପରେ ବର୍ତ୍ତମାନ ଆପଣ ଜିଡିଏସ୍ ର ଆପଣ କେମିତି ଆପଣଙ୍କ ରେଜିଷ୍ଟ୍ରେସନ କରିବେ, ଏଠି ଦେଖିପାରୁଛନ୍ତି ଆପଣଙ୍କ ଲେଖା ଅଛି କ୍ଲିକ୍ ହିଅର ଟୁ ରେଜିଷ୍ଟର ଆଣ୍ଡ ଆପ୍ଲାଏ। ତାକୁ କ୍ଲିକ୍ କରିବେ। ତାକୁ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଠି ଲେଖା ପାଉଛି ନ୍ୟୁ କ୍ୟାଣ୍ଡିଡେଟ୍ ରେଜିଷ୍ଟ୍ରେସନ ଲେଖା ପାଉଛି। ତାକୁ ଆପଣ କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଆପଣ ଦେଖନ୍ତୁ ଦୁଇଟା ଅପସନ ଆପଣଙ୍କର ଆସୁଛି, ଗୋଟେ କଣ୍ଟାକ୍ଟ ଆଉ ଡିଟେଲ୍ସ। ଏଠି ଆପଣ ଡକୁମେଣ୍ଟ ସବୁ ଫିଲ୍ଅପ୍ କରିବେ। ଠିକ ଅଛି। ଏଠି ଆପଣଙ୍କର ମୋବାଇଲ ନମ୍ବର ଦେବେ। ମୋବାଇଲ ନମ୍ବର ଦେଇ ସାରିଲା ପରେ ଏଠାରେ ଆପଣଙ୍କର ମାଗିବ, ଆପଣଙ୍କର ଭେରିଫାଇ ପାଇଁ ଓଟିପି ମାଗିବ। ଆପଣଙ୍କର ମୋବାଇଲରେ ଯୋଉ ଓଟିପି ଆସିଥିବ, ତାକୁ ଆପଣ ଓଟିପିଟା ଆପଣ ଏଠି ଦେବେ। ଦେନ୍ ଆପଣ ଏଠି ଇମେଲ ଆଡ୍ରେସ ଦେବେ, ଯୋଉ ତାପରେ ଆପଣଙ୍କର ଓଟିପି ଆସିବ। ଠିକ ଅଛି। ଆପଣଙ୍କ ମୋବାଇଲ ନମ୍ବର ଓଟିପି ଆଉ ଏଟା ଇମେଲ ଆଡ୍ରେସ ଓଟିପି କୁ ଭେରିଫାଇ କରିସାରିଲା ପରେ ନେକ୍ସଟ କରିବେ। ନେକ୍ସଟ ମାରି ସାରିଲା ପରେ ଆପଣଙ୍କର ଯୋଉ ଡିଟେଲ୍ସ ଯୋଉ ରହିଛି, ଡିଟେଲ୍ସ ରେ ଆପଣଙ୍କର ବାପା ନା, ମା ନା, ଆପଣଙ୍କର କମ୍ୟୁନିଟି ମାନେ ତ ଆପଣଙ୍କର କୋଉ ରହୁଛି ଆପଣଙ୍କର କମ୍ୟୁନିଟି, କଲେ ଆପଣଙ୍କର SC ST UR ଆପଣଙ୍କ ଯୋଉଟା ରହିଲା ସେଇଟା ପକେଇବେ। ତାପରେ ଆପଣଙ୍କର ମେଲ ଫିମେଲ ଯାହା ମାଗିଥିବ ସେ ଡକୁମେଣ୍ଟ ଆପଣଙ୍କର ଦେଇ ସାରିଲା ପରେ ଆପଣ ସେଠି ସବମିଟ କରିଦେବେ। ସବମିଟ କରିସାରିଲା ପରେ ଆପଣଙ୍କର ଗୋଟେ ମେସେଜ ଆସିବ ଯେ ଆପଣଙ୍କର ରେଜିଷ୍ଟ୍ରେସନ ସକ୍ସେସଫୁଲ ହେଇଗଲା ବୋଲି। ଦେନ୍ ଆପଣଙ୍କର ଗୋଟେ ରେଜିଷ୍ଟ୍ରେସନ ଗୋଟେ ନମ୍ବର ସେ ଆପଣଙ୍କର ଦେବ। ଠିକ ଅଛି ପିଲା, ରେଜିଷ୍ଟ୍ରେସନ ନମ୍ବର ଗୋଟେ ଆପଣଙ୍କୁ ଦେବ ଏବଂ ୱିଥ ପାସୱାର୍ଡ। ଠିକ ଅଛି। ସେ ଆପଣଙ୍କର ପାସୱାର୍ଡ ଦେବ। ଠିକ ଅଛି। ପାସୱାର୍ଡ ଦେଇ ସାରିଲା ପରେ ଆପଣ ଲଗ୍ଇନ କରିବେ। ଠିକ ଅଛି। ଲଗ୍ଇନ କରିବେ।
ଏଠି ଯୋଉ ଆପଣଙ୍କୁ ଦେଖଉଛି ଏଇଟା ଦେଖନ୍ତୁ କ୍ୟାଣ୍ଡିଡେଟ୍ ଲଗଇନ୍ ଯୋଉ ଦେଇଛି ସେ କ୍ୟାଣ୍ଡିଡେଟ୍ ଲଗଇନ୍ ରେ ଆପଣଙ୍କର ୟୁଜର ଆଇଡି ଆପଣଙ୍କ ମେସେଜ ଆସିବ, ଠିକ ଅଛି। ୟୁଜର ଆଇଡି ଆପଣଙ୍କ ପାଖକୁ ମେସେଜ ଆସିବ, ଦେନ୍ ଆପଣଙ୍କର ପାସୱାର୍ଡ ଯାହା ଦେଇଥିବ ସେଇଟା ଆପଣ କ୍ଲିକ୍ କରିବେ, ତାପରେ ଦେନ୍ ଲଗଇନ୍ କରିବେ। ଲଗଇନ୍ କରିସାରିଲା ପରେ ଆପଣଙ୍କର ରେଜିଷ୍ଟ୍ରେସନ ଆଉ ପାସୱାର୍ଡ ଦେଇ ସାରିଲା ପରେ ଆପଣଙ୍କର ଗୋଟେ ଓଟିପି ମାଗିବ, ଓଟିପି ଆପଣ ଭେରିଫାଇ କରିବେ, ଠିକ ଅଛି। ଭେରିଫାଇ ହେଇଗଲା ପରେ ଆପଣଙ୍କର ଦେଇ ସାରିଲା ପରେ ଓଟିପି ସବମିଟ୍ କରିସାରିଲା ପରେ ଆପଣଙ୍କର ପୋର୍ଟାଲ ପୁରାପୁରି ଆପଣଙ୍କର ଆସିଯିବ ଡିପାର୍ଟମେଣ୍ଟ ଅଫ ପୋଷ୍ଟ, ଠିକ ଅଛି। ଯୋଉଟା କି ଆପଣଙ୍କର ଏଠି ଆପଣଙ୍କର ସବୁ ଡକୁମେଣ୍ଟ ଆପଣଙ୍କ ଡିଟେଲ୍ସ କଣ ଦେବା କଥା ଆପଣ ସବୁ ଦେଇପାରିବେ। ଆପ୍ଲାଏ ଅନଲାଇନ ଲେଖା ବାହାରୁଛି, ଠିକ ଅଛି। ଏଠି ଆପଣଙ୍କର ଆପ୍ଲାଏ ଅନଲାଇନ ରେ ଆପଣଙ୍କର ଗ୍ରୀନ ମାର୍କ ଯୋଉ ରହିଛି ସେଠି ଆପଣ କ୍ଲିକ୍ କରିବେ, ସିଲେକ୍ଟ ନୋଟିଫିକେସନ ଯୋଉଟା ରହିଛି, ଠିକ ଅଛି। ଏଟା ଦେଖିପାରୁଛନ୍ତି ଆପଣଙ୍କର ଗ୍ରାମୀଣ ଡାକ ସେବକ ଯୋଉଟା କି ଏବେ ଯୋଉଟା ବାହାରିଛି ଯୋଉ ପୋଷ୍ଟ ପାଇଁ, ତାକୁ ଆପଣ କ୍ଲିକ୍ କରିବେ। ତାକୁ କ୍ଲିକ୍ କରିସାରିଲା ପରେ ଯାଇକି ଆପଣଙ୍କର ଡିଟେଲ୍ସ ସବୁ ଆପଣଙ୍କର ରହିଛି ପର୍ସନାଲ ଡିଟେଲ୍ସ, ଠିକ ଅଛି। ପର୍ସନାଲ ଡିଟେଲ୍ସ ରେ ଆପଣଙ୍କର ଡକୁମେଣ୍ଟ ସବୁ ଫିଲ୍ଅପ୍ କରିବେ, ଠିକ ଅଛି। ତାପରେ ଏଜୁକେସନାଲ ଡିଟେଲ୍ସ ଆପଣଙ୍କ 10th ପ୍ଲସ୍ ଟୁ ଯାହା ଦେଇପାରିବେ, ତାପରେ ପୋଷ୍ଟ ପ୍ରିଫରେନ୍ସ କଲେ ଆପଣଙ୍କର କୋଉ ଡିଭିଜନରେ ଆପଣଙ୍କର ପକେଇବା ପାଇଁ ଚାହୁଁଛନ୍ତି, ଠିକ ଅଛି। କୋଉ ଆପଣଙ୍କ ଡିଷ୍ଟ୍ରିକ୍ଟ ୱାଇଜ ଆପଣଙ୍କର ରହିଲା, ଆପଣଙ୍କର ଦେଖିବେ ସେଇ ହିସାବରେ ଆପଣଙ୍କର ପକେଇବେ। ଦେନ୍ ଆପଣଙ୍କର ଫଟୋ ୱିଥ ସିଗ୍ନେଚର ଆପଣଙ୍କର ରହିବ। ତାପରେ ଆପଣଙ୍କର ପିଡିଏଫ୍ ମୁଁ ଆପଣଙ୍କୁ ଡେସକ୍ରିପସନ ଦେଇଦେବି, ତାର ଆପଣଙ୍କର କ୍ରାଇଟେରିଆ ଆପଣ ଟିକେ ଦେଖିଦେବେ। ଆପଣଙ୍କର ଫଟୋର ଆଉ ସିଗ୍ନେଚର କଣ ରହିଛି, ତାର କେତେ କେବି ଆପଣଙ୍କର ରହିବ ଫଟୋ ଆଉ ସିଗ୍ନେଚର, ସେଇ ହିସାବରେ ଆପଣଙ୍କ ଡକୁମେଣ୍ଟ ସବମିଟ୍ କରିବେ, ଠିକ ଅଛି। ତ ଏଠି ଆପଣ ଦେଖୁଛନ୍ତି ପର୍ସନାଲ ଡିଟେଲ୍ସରେ ଆପଣଙ୍କର ବେସିକ ଡିଟେଲ୍ସ ଆପଣଙ୍କର କଣ ସବୁ ରହିଛି ଦେଖିପାରୁଛନ୍ତି। ଆପଣଙ୍କ ନାଁ ରହିବ, ଆପଣଙ୍କର ପିତା ମାତାଙ୍କର ଡେଟ୍ ଅଫ ବାର୍ଥ, ଠିକ ଅଛି, ମୋବାଇଲ ନମ୍ବର, ଇମେଲ ଆଡ୍ରେସ ଏଗୁଡ଼ା ସବୁ ଦେଇଦେଲେ। ଦେନ୍ ଆପଣଙ୍କର ଏଜୁକେସନାଲ କ୍ୱାଲିଫିକେସନ, ଠିକ ଅଛି। ଏଜୁକେସନାଲ କ୍ୱାଲିଫିକେସନ ଆଡ୍ରେସ ସବୁ ଦେଇଦେଲେ। ଆଡ୍ରେସ ସବୁ ଦେଇ ସାରିଲା ପରେ ଆପଣଙ୍କର ଯାହା ରହିବ, ତାପରେ ଲାଷ୍ଟ ଆପଣ ସବମିଟ୍ କରିଦେବେ। ସବମିଟ୍ କରିସାରିଲା ପରେ ଆପଣଙ୍କର ଯୋଉ ରହିବ ପିଡିଏଫ୍ ଫର୍ମ ଟାକୁ ଡାଉନଲୋଡ୍ କରିବେ। ଡାଉନଲୋଡ୍ କରିସାରିକି ଆପଣ ତାକୁ ପେମେଣ୍ଟ କରିବେ, ଠିକ ଅଛି। ପେମେଣ୍ଟ ମଧ୍ୟ ଆପଣଙ୍କର ଜାଣିଥିବା ଦରକାର ଯେ ଆପଣଙ୍କର ଏସି ଏସଟି ପିଲାମାନଙ୍କର ପେମେଣ୍ଟ ଫି ଟୋଟାଲି ନାହିଁ, ଠିକ ଅଛି। ଫି ଟୋଟାଲି ନାହିଁ, କେବଳ ଆପଣଙ୍କର ଜେନେରାଲ, ଠିକ ଅଛି, ଜେନେରାଲ ଆଉ ଆପଣଙ୍କର ଓବିସି ଏମାନଙ୍କର ଆଉ ଇଡବ୍ଲ୍ୟୁଏସ୍ ଏମାନଙ୍କର ମାତ୍ର ଅଛି ମାତ୍ର 100 ଟଙ୍କା ଆପଣଙ୍କର ଆପ୍ଲିକେସନ ଫର୍ମ ରହିବ, ମାତ୍ର 100 rupees, ଠିକ ଅଛି। 100 rupees ଆପଣଙ୍କର ଆପ୍ଲିକେସନ ଫର୍ମ ରହିବ, ଠିକ ଅଛି। କାରଣ ଆପଣ ପେମେଣ୍ଟ କରିବେ, ତ ସେଟା ଆପଣଙ୍କର ନେଟ୍ ବ୍ୟାଙ୍କିଂ ଥ୍ରୁ ଆପଣ କରିପାରିବେ, ନହେଲେ ୟୁପିଆଇ ମାଧ୍ୟମରେ ଆପଣ କରିପାରିବେ। ଯଦି ଭିଡ଼ିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ।